तो हेलो एवरीवन देखंतु आजिर एई भिडियो रे आमे नंबर सिस्टम रो एक इम्पोर्टेंट टॉपिक रहउची रिमाइंडर थ्योरम। तो एहाकु बेस बेस करी को क्वेश्चन आछि केमति आमे सॉल्व करिया सब आजि शिखिबा। तो देखंतु मन कर मु 25 को एठी 7 द्वारा भाग करछि तो एठी केते लेखि भागफलटा 3 लेखिली 7 3 21 4 आसला। तो एठी हमर एई जोटा एटा कोन रुहे एटा होची आपनकर रिमाइंडर 7 जो लेखा हैछि 7 टा होची हमर कोन एटा होची हमर डिविजर ভিতরে এই যে 25 টা লেখা ହେଇଛି ଏଇଟା ହଉଛି ଆମର ଡିଭିଡେଣ୍ଡ ଏବଂ ଏଠି ଯୋଉ ଆମେ 3 ଟା ଲେଖିଛନ୍ତି ଏଟା ଭାଗଫଳ ଯୋଉ ଏଇଟା ହଉଛି ଆମର କୋଶିଏଣ୍ଟ। ତା ମାନେ ଏଇଟା ଯଦି ମୁଁ ଲେଖିବି ଡିଭିଡେଣ୍ଡ ଇକ୍ୱାଲ ଟୁ ଆମର କଣ ହବ? ଏଠି ଦେଖନ୍ତୁ 25 ଟା ମୁଁ କଣ ଲେଖିପାରିବି 7 ଗୁଣନ 3 ପ୍ଲସ 4 ଏମିତି ଲେଖି ହବ। ତା ମାନେ ଏଠି ମୁଁ ଦେଖନ୍ତୁ କଣ ଲେଖିଲି ଡିଭିଜର ଇନଟୁ 3 ଟା ମୋର କଣ କୋଶିଏଣ୍ଟ ପ୍ଲସ ରିମାଇଣ୍ଡର ବୁଝିପାରିଲେ? ତ ଏଠି ଯଦି ମୁଁ କିଛି ଦେଖନ୍ତୁ ମନେକର 7 କୁ ମୁଁ 6 ଦ୍ୱାରା ଭାଗ କରୁଛି। ତ ଏଠି ମୋ ରିମାଇଣ୍ଡର ଟା କେତେ ଆସିବ 1 ଆସିବ। ବୁଝିପାରୁଛନ୍ତି କଥା? ମନେକର ମୁଁ ଭାଗ କରୁଛି 15 କୁ 13 ଦ୍ୱାରା ଭାଗ କରୁଛି। ଭାଗଶଃ କେତେ ଆସିବ 2। ମନେକର ଗୋଟେ ସାନ ସଂଖ୍ୟା ଦେଖନ୍ତୁ 5 କୁ ଯଦି ମୁଁ 7 ଦ୍ୱାରା ଭାଗ କରିବି ତ ଯେତେବେଳେ ଉପରେ ଏମିତି ସାନ ସଂଖ୍ୟା ଥିବ ସେତେବେଳେ ଆପଣଙ୍କ ଭାଗଶଃଟା କଣ ଏଠି 5 ହିଁ ଆସିବ। ବୁଝିପାରିଲେ? ମନେକର 4 କୁ ମୁଁ 4 ଦ୍ୱାରା ଭାଗ କରିବି। ଏଠି ମୋର ଭାଗଶଃ 0 ଆସିବ କାରଣ ଏଟା କଣ ବିଭାଜ୍ୟ ହେଇଯାଉଛି। ଏମିତି ଆପଣ ଚିନ୍ତା କରିପାରିବେ। ଆଉ ଗୋଟେ କଥା ଲକ୍ଷ୍ୟ କରନ୍ତୁ ମନେକର ମୁଁ 50 କୁ 48 ଦ୍ୱାରା ଭାଗ କରୁଛି। ତାହେଲେ ଏଠି ମୋର ଭାଗଶେଷଟା କେତେ? 48 କି 48 ତ ଏଠି ମୋର ଭାଗଶେଷଟା 2 ଆସିଯାଉଛି। କିନ୍ତୁ ଏଇଟା ଯଦି ମୁଁ ସର୍ଟ କରିଦେବି 50/48 ଟାକୁ 2 ରେ କାଟିଲେ କେତେ 25/24 ହଉଛି। ତା ମାନେ 25 କୁ 24 ଦ୍ୱାରା ଭାଗ କଲେ ଭାଗଶଃ 1 ଆସୁଛି। ତା ମାନେ ଆପଣ ଦେଖିବେ ଯେ ଏଠି ଯେହେତୁ ଆମେ କେତେ 2 ଡିଭାଇଡ୍ କଲେ ତ ଭାଗଶେଷଟା ବି ଆପଣଙ୍କର 2 ଡିଭାଇଡ୍ ହେଇକି ଆସୁଛି। ସେମିତି ଦେଖନ୍ତୁ ମନେକର 25/24 ଅଛି ଉପରେ 5 ତଳେ 5 ମୁଁ ମଲ୍ଟିପ୍ଲାଏ କଲି। ଉପରଟା ହେଇଗଲା 125 ତଳଟା ହେଇଯିବ ମୋର 120 ଏବଂ ଯଦି ଆପଣ ଦେଖିବେ ଯେ 125/120 ଟା ମୋର ଭାଗଶଃ କେତେ ଆସୁଛି ନା 5 ଆସୁଛି। ତା ମାନେ ଯେହେତୁ ଆମର ଏଠି ଆମେ କଣ କଲେ 5 ମଲ୍ଟିପ୍ଲାଏ କରିଛନ୍ତି ତ ସେଇ ଅନୁସାରେ ଆମର ଭାଗ ଶେଷଟା ବି 5 ମଲ୍ଟିପ୍ଲାଏ ହେଲା ପରେ ହିଁ ଆସୁଛି। ବୁଝିପାରିଲେ କଥା? ନେକ୍ସଟ ଆମର ପଜିଟିଭ ରିମାଇଣ୍ଡର ଏବଂ ନେଗେଟିଭ ରିମାଇଣ୍ଡର କଥା ଆମେ ଦେଖିବା। ଫାର୍ଷ୍ଟ ମୁଁ ଯଦି ପଜିଟିଭ ରିମାଇଣ୍ଡର କଥା ଦେଖୁଛି ମନେକର ଏଠି ମୁଁ 15 କୁ 7 ଦ୍ୱାରା ଭାଗ କରୁଛି। ତ 7 ଦୁଗୁଣେ 14 1 ଆସିଲା ମୋର ଏଇଟା ମୋର କଣ ପଜିଟିଭ ରିମାଇଣ୍ଡର। ବୁଝିପାରିଲେ? ସେଇଭଳି ଭାବରେ 21 କୁ ମୁଁ ଭାଗ କଲି 8 ଦ୍ୱାରା। 8 ଦୁଗୁଣେ 16 ଏଇଟା ମୋର ଆସିଲା କଣ ପଜିଟିଭ ରିମାଇଣ୍ଡର। ଆଉ ଗୋଟେ ଉଦାହରଣ ନେଇଯାଉଛି ମୁଁ 25 କୁ ଭାଗ କଲି 9 ଦ୍ୱାରା। 9 ଦୁଗୁଣେ ମୋର କେତେ 18 7 ଆସିଲା ଭାଗଶେଷ। ଏତିକି ଯାଏଁ ବୁଝି ଯାଇଥିବେ। ବର୍ତ୍ତମାନ ଏଇ 3ଟା ଯାକର ନେଗେଟିଭ ରିମାଇଣ୍ଡର କେତେ ଆସୁଛି ସେଇଟା ଆପଣ କାଢିପାରିବେ? କେମିତି କାଢିବା ଦେଖନ୍ତୁ। ଏଠି ଦେଖନ୍ତୁ 15 ଥିଲା। ମୁଁ କଣ କଲି ନା 7 ମାନେ 2 କଲେ ଦେଖନ୍ତୁ ଛୋଟ ରହୁଥିଲା ତାଠୁ। ମାନେ ଠିକ ଛୋଟ ରହୁଥିଲା ତ 3 ପକେଇଦେଲି ତ 7 3 ମୋର କେତେ 21 15 ରୁ 21 ମାଇନସ୍ କଲେ ମତେ କେତେ ମିଳୁଛି -6 ବୁଝିପାରିଲେ? ସେଇଭଳି ଭାବରେ ଏଠି ବି ସେଇଆ କରନ୍ତୁ 21 ଏଠି ଥିଲା ମୋର 8 ଏଠି ତାହେଲେ ଦେଖନ୍ତୁ ଏଠି ମୁଁ 2 ପକେଇଥିଲି ତ ଏଠି କେତେ ପକେଇଦେବି 3 8 3 24 ନେଗେଟିଭ ରିମାଇଣ୍ଡର କେତେ ଆସିଲା -3 ସେମିତି ଏଠି ବି ସେଇଆ କରିପାରିବେ।
9 ତିରିକି 27 ନେଗେଟିଭ ରିମାଇଣ୍ଡର ମୋର କେତେ ଆସିଲା 25 ରୁ 27 ଗଲେ -2 ବୁଝିପାରିଲେ ଏବେ କଥା? ତ ଏଇଠି ବର୍ତ୍ତମାନ ଗୋଟେ କଥା ଲକ୍ଷ୍ୟ କରନ୍ତୁ ଯେତେବେଳେ ମୁଁ 15 କୁ 7 ଦ୍ୱାରା ଭାଗ କଲି ମୋର ପଜିଟିଭ ରିମାଇଣ୍ଡରଟା ମୋର କେତେ ଆସିଛି? ପଜିଟିଭ ରିମାଇଣ୍ଡରଟା ମୋର +1 ଆସିଛି। ନେଗେଟିଭ ରିମାଇଣ୍ଡରଟା ମୋର କେତେ ଆସିଛି? ନା -6। ସେଇଭଳି 21 କୁ ଯେତେବେଳେ ମୁଁ 8 ଦ୍ୱାରା ଭାଗ କଲି ମୋର ପଜିଟିଭ ରିମାଇଣ୍ଡରଟା ମୋର କେତେ ଆସିଲା? ନା 5। ନେଗେଟିଭ ରିମାଇଣ୍ଡରଟା ମୋର କେତେ ଆସିଛି? ନା -3। ସେଇଭଳି ଯେତେବେଳେ ମୁଁ 25 କୁ 9 ଦ୍ୱାରା ଭାଗ କଲି ମୋର ପଜିଟିଭ ରିମାଇଣ୍ଡରଟା କେତେ ଆସିଲା? ପଜିଟିଭ ରିମାଇଣ୍ଡରଟା ଆସିଛି ମୋର 7। ନେଗେଟିଭ ରିମାଇଣ୍ଡରଟା ମୋର ଆସିଛି -2। ବୁଝିପାରିଲେ ଏବେ? ତ ଏଇ କ୍ୱେଶ୍ଚିନ୍ ଗୁଡିକ ଦେଖନ୍ତୁ ଏଇ କ୍ୱେଶ୍ଚିନ୍ ଗୁଡିକ ଆମେ କିପରି ପଜିଟିଭ ରିମାଇଣ୍ଡର ଏବଂ ନେଗେଟିଭ ରିମାଇଣ୍ଡର ୟୁଜ୍ କରି ସଲ୍ଭ କରିବା ଶିଖିବା। ଉପରେ ତ ଆମେ ଆଲୋଚନା କରିସାରିଛନ୍ତି ବର୍ତ୍ତମାନ ଏଇ କ୍ୱେଶ୍ଚିନ୍ ଗୁଡିକ ଆପଣ ଭଲ ଭାବରେ କରିପାରିବେ। 20 ଗୁଣନ 20/3 ଏଇଟା କେତେ କରିପାରିବା? ଦେଖନ୍ତୁ 3 କୁ 6 ରେ ଗୁଣିଲେ 18 ଆସେନି କି? ତ ଏଇଟା ଆପଣ କେତେ ହେଇଯିବ? 2 ଗୁଣନ 2/3 ମାନେ ଏଇଟା କେତେ ହେଇଯିବ ଆପଣଙ୍କର 4/3 ମାନେ 1 ଆସିଯିବ। ବୁଝିପାରିଲେ? ସେଇଭଳି ଏଇ କ୍ୱେଶ୍ଚିନ୍ ଟା ଦେଖନ୍ତୁ 25 ଗୁଣନ 5/4 ଫାଷ୍ଟ ମୁଁ ଦେଖନ୍ତୁ ଯେହେତୁ 25 ଟା 4 ଭାଗ କଲେ କେତେଟା 1 ଆସିଯାଉଛି ଏଇଟା ବି 1 ଆସିଯାଉଛି। ତ 1 into 1 ଏଇଟା 1 ଆସିଯିବ। ବୁଝିପାରିଲେ? ସେଇଭଳି ଏଇଠି କେତେ 1 ଲେଖିବି 4 ଟା 2 ରେ କଣ ଏଇଟା କଟି ଯାଉଛି ତ ଏଇଟା କିଛି ଲେଖିବାନି। ଏଇଟା ତମର ହେଇଯିବ 1 ଏଇଟା ବି କଟି ଯାଉଛି ନୁହେଁ କି? ତ ଏଇଟାର ଆନ୍ସର କେତେ ଆସିବ ମୋର? ତ ଏଇଟା ଯଦି ମୁଁ ଦେଖୁଛି କଟି ଯାଉଛି ନୁହେଁ କି? ଏଟା ଗୋଟେ ଯୁଗ୍ମ ସଂଖ୍ୟା ଏଠି କିଛି ରିମାଇଣ୍ଡର ଟା 0 ଆସିଯିବ। ବୁଝିପାରୁଛ? କାରଣ ଦେଖ 3 ଚଉକୁ 12 ଏଇଟା ଗୋଟେ ଯୁଗ୍ମ ସଂଖ୍ୟା ହେଇଗଲା ନା। ଯେହେତୁ ଯୁଗ୍ମ ସଂଖ୍ୟା ହେଇଯାଉଛି ଏଇଟା 0 ଆସିଯିବ। ବୁଝିପାରିଲ? କାରଣ ଯେହେତୁ 4 ଥିଲା ଏଟା 0 ହିଁ ଲେଖିବାକୁ ପଡିବ ଆମକୁ। ତ ଏଇଟା କଟି ଯାଉଛି। ଓକେ। ନେକ୍ସଟ ଆମେ ଦେଖିବା 30 ଗୁଣନ 7/4। ତ ଏଇଠି ମୁଁ କେତେ ଲେଖିଦେବି ଉପରେ 30 କୁ 4 ରେ କାଟିଲେ ଏଇଟା 2 ହଉଛି ଭାଗ ଶେଷଟା ଲେଖୁଛି ହେଲା। ଏଇଟା ହେଇଯାଉଛି 3। ବୁଝିପାରିଲ? ତ ଏଇଟା ତମର କେତେ 6/4 କଲେ ଭାଗ ଶେଷ 2 ରହୁଛି। ବୁଝିଗଲା? ତ ଏଇ କ୍ୱେଶ୍ଚିନ୍ ଗୁଡିକ ଆମେ ନେଗେଟିଭ ରିମାଇଣ୍ଡର ୟୁଜ୍ କରି ବି କରିପାରିବା। ନେଗେଟିଭ ରିମାଇଣ୍ଡର ୟୁଜ୍ କଲେ କଣ ହଉଛି ଦେଖିବା। ଫାଷ୍ଟ ଏଇ କ୍ୱେଶ୍ଚିନ୍ ଟା ଦେଖ। ନେଗେଟିଭ ରିମାଇଣ୍ଡର ୟୁଜ୍ କରି କରିବା। ଦେଖ ଏଇଟା ତମର କେତେ -1 ହବ ନା କାରଣ ପଜିଟିଭ ଟା କେତେ 2 ଆସୁଥିଲା 2 ଆସୁଥିଲା ତ ଏଇଟା ମୁଁ ଲେଖିଦେବି -1 ଇଣ୍ଟୁ -1/3 ଏଇଟା ମୋର କେତେ 1/3 ହେଇଯିବ ଯୋଉଟା କି 1 ହେଇଯିବ। ବୁଝିଗଲା? ସେମିତି ଏଇଟା ବି ପଜିଟିଭ ରିମାଇଣ୍ଡର କରିକି ସରି ନେଗେଟିଭ ୟୁଜ୍ କରି କରିହବ। ଏଠି ତମେ ଦେଖୁଛ ଯେ 1 1 ଆସୁଥିଲା ପଜିଟିଭ କ୍ଷେତ୍ରରେ। ତା ମାନେ ମୋର ନେଗେଟିଭ କ୍ଷେତ୍ରଟା କେତେ ଆସିବ -3 ଏଇଟା ବି -3 ଆସିବ। ତମେ ଲକ୍ଷ୍ୟ କରୁଥିବ ଯେ ଦିଟା ଯାକ ମିଶିକି ତମର ଏଇ ତଳ ସଂଖ୍ୟାଟା ଆସୁଥିବ ନୁହେଁ କି? ପଜିଟିଭ ଆଉ ନେଗେଟିଭ। ତା ମାନେ ଏଇଠି ତମର ଆସିଯିବ -3 ଗୁଣନ -3 ତଳେ ହଉଛି ମୋର 4 ମାନେ ଏଇଟା କେତେ ଆସିବ 9/4 କଲେ 1 ଆସିଯିବ। ବୁଝିପାରିଲ? ନେକ୍ସଟ ଏଇଟା ବି ନେଗେଟିଭ କରିହବ। ତମେ ଦେଖିବ ଯେ 4 କୁ 8 ଗଲେ 32 ହଉଛି ମାନେ ଏଇଟା ତମର -2 ଆସିଯିବ। ଏଇଟା କେତେ -1 ବୁଝିହେଲା? ବୁଝିପାରୁଛ ତ? ଏଇଟା ମୋର କେତେ ଆସିବ ତାହେଲେ ତଳେ ମୋର 4 ତ 2/4 ମାନେ 2 ଆସିଯିବ। ତ ପଜିଟିଭ ଆଉ ନେଗେଟିଭ କେମିତି କାଢିବ ବର୍ତ୍ତମାନ ତୁମେ ଜାଣିପାରିଥିବ। ନେକ୍ସଟ ଏଇ ଯୋଉ ସବୁ କ୍ୱେଶ୍ଚିନ୍ ଅଛି ଏଗୁଡିକ କେମିତି କରିବା ଦେଖନ୍ତୁ ବର୍ତ୍ତମାନ। ଫାର୍ଷ୍ଟ କ୍ୱେଶ୍ଚିନ୍ ଟା ଦେଇଛି 5^100/4 ତା ମାନେ ଆପଣ ଜାଣିପାରୁଥିବେ ଯେ ଏମିତି ଆମେ ଲେଖିବା ଯେ 5 କୁ 100 ଥର ଉପରେ ମଲ୍ଟିପ୍ଲାଏ କରାହେଇଛି ତଳେ ମୋର ଅଛି 4
ତାମାନେ ଏଗୁଡ଼ିକ କଣ ସବୁଗୁଡ଼ିକ ମାନେ ଯୋଉ ରିମାଇଣ୍ଡର ଗୁଡ଼ିକ କେତେ ରହିବ 1 1 ଏମିତି ରହିବ 100ଟା 1 ତାମାନେ ମୋର ଆସିଯିବ 1/4 ଇକ୍ୱାଲ୍ ଟୁ 1 ବୁଝିପାରିଲେ ଆର ଆନ୍ସର ହଉଛି 1। ନେକ୍ସଟ ଅଛି 9 ଟୁ ଦ ପାୱାର 100/8 ତ ଏଇଟା କେମିତି କରିବା 9 ଟୁ ଦ ପାୱାର 100/8 ଏଠି ବି ଯଦି ଦେଖିବେ 9 କୁ 8 ରେ କାଟିଲେ କେତେ ମାନେ ରିମାଇଣ୍ଡର ଟା 1 1 ଆସୁଛି ତ 1 ଟୁ ଦ ପାୱାର 100/8 ଏଇଟା ମୋର କେତେ ଆସିବ ନା 1/8 କେତେ ଆସିବ 1 ତ ସେକେଣ୍ଡ କ୍ୱେଶ୍ଚିନ୍ ଟା ବି ସରିଲା। ନେକ୍ସଟ କ୍ୱେଶ୍ଚିନ୍ ଯଦି ଆମେ ଦେଖୁଛନ୍ତି 85 ଟୁ ଦ ପାୱାର 7/14 ତ ଏଇ କ୍ୱେଶ୍ଚିନ୍ ଯେତେବେଳେ ଦେଇଥିବ ଏଠି ତ ଆମର କଣ ଗ୍ୟାପ୍ ଟା କଣ 1 ରହୁଛି କି ରହୁନି ତ ଏଟାକୁ ଆମକୁ ଭାଙ୍ଗିବାକୁ ପଡିବ କେମିତି ଭାଙ୍ଗିବା ଦେଖନ୍ତୁ କ୍ୱେଶ୍ଚିନ୍ ଟା ଆମ ପାଖରେ ଅଛି 85 ଟୁ ଦ ପାୱାର 7 ତଳେ ହଉଛି 14 ତ ଏଇଟା ଆମେ କରିପାରିବା ଦେଖନ୍ତୁ ଦେଖ 14 କୁ ଆମର 6 ରେ ଗଲେ କେତେ 84 ହଉଛି ନା ତ ଏଇଟା କେତେ ଭାଗଶଟା କେତେ 1 ତ ଏଇଟା ମୁଁ କରିଦଉଛି 1 ଟୁ ଦ ପାୱାର 7/14 ଏଇଟା ମୋର କେତେ ହେଇଯିବ 1/14 ଇକ୍ୱାଲ୍ ଟୁ 1 ହେଇଯିବ ବୁଝିପାରିଲେ ନେକ୍ସଟ ଆଇଭି ଟା ମୋର ଅଛି 69 ଟୁ ଦ ପାୱାର 5/15 ଏଇଟା ଯୋଉ ଅଛି ଆମର ତା ମାନେ 15 କୁ କେତେରେ ଗୁଣିଲେ ମୋର ମାନେ ଦେଖନ୍ତୁ 69 ପାଖାପାଖି କେତେ ହବ 60 ହେଇଯିବ 60 ଅଛି ମାନେ -1 ନବାକୁ ପଡିବ ତା ମାନେ -1 ଟୁ ଦ ପାୱାର 5 ତଳେ ଅଛି 15 ତ -1/15 ତ ଏଇ ଯୋଉ ନେଗେଟିଭ ରିମାଇଣ୍ଡର ଟା ସବୁବେଳେ ପଜିଟିଭ କରିଦେଇଥିବେ ମାନେ -1/15 ଅଛି ମାନେ ପଜିଟିଭ ଟା କେତେ ଆସିଥିବ 14 ଆସିଥିବ ତଳଟା ନେଇ ଉପରେ ମିଶେଇ ଦେବେ ବୁଝିହେଲା ନେକ୍ସଟ କ୍ୱେଶ୍ଚିନ୍ ଦେଇଛି 5 ଟୁ ଦ ପାୱାର 100/50 5 ଟୁ ଦ ପାୱାର 100/50 ଅଛି ତ ଏଠି 50 ର କିଛି ଆମେ ଗୋଟେ ନେଇପାରିବା କି ଗୁଣିତକ ଯୋଉଟା କି 5 ର ପାଖାପାଖି ହଉନି ଏଠି ଦେଖିବା ଯଦି ଆମେ ଏଠି 5 କୁ ମାନେ ଏଇ ଯୋଉ 50 ଟାକୁ ଭାଙ୍ଗି ପାରିବା ଆମେ କାରଣ ତଳେ ଏଇଟା କେତେ 25 ଗୁଣନ 2 ହଉନି ଏବଂ ଏଠି ଯଦି ମୁଁ 25 ନେଇ ଆସିବି ମାନେ 5 ର ସ୍କ୍ୱାର ତ ମୋର ଆଉ ରହିବ କେତେ 5 ଟୁ ଦ ପାୱାର 98 ବୁଝିପାରିଲେ ତ ଗୋଟେ କାମ କରନ୍ତୁ 25 ଟା ନେଇ ଆସନ୍ତୁ ବାହାରକୁ 5 ଟୁ ଦ ପାୱାର 98/2 ତ ଏଇଟା ମୋର କେତେ ହଉଛି ମାନେ 5 କୁ 2 ରେ ଭାଗ କଲେ ଏଟା କେତେ 1 ହଉଛି ତ 1 ଟୁ ଦ ପାୱାର 98 1 ଟୁ ଦ ପାୱାର 98 ତଳେ ମୋର ଅଛି 2 ତ 1/2 ଟା ମୋର କେତେ ଆସିଗଲା 1 ରିମାଇଣ୍ଡର ଟା ହଉଛି 1 କିନ୍ତୁ ପୂର୍ବରୁ ଯୋଉ 25 ଟା ଆମେ କମନ ନେଇଥିଲେ ସେଇଟା ଆମକୁ ଗୁଣିବାକୁ ପଡିବ ତ 25 into 1 ରିମାଇଣ୍ଡର ଆସିଗଲା 25 ବୁଝିପାରିଲେ ତ କଥା ମାନେ ଯୋଉଟା କମନ ନଉଥିବେ ସେଇଟା ପୁଣି ଗୁଣିବେ ତା ସହିତ ସେଇଟା ଆବଶ୍ୟକ ରହୁଛି ସେହିପରି ଦେଖନ୍ତୁ ଏଇ କ୍ୱେଶ୍ଚିନ୍ ଟା ଆମେ କେମିତି କରିପାରିବା ଏଠି ବି ଆମକୁ କମନ ନବାକୁ ପଡିବ ଯେହେତୁ ତଳେ 100 ଅଛି ଉପରେ 5 ଅଛି 5 ର ସ୍କ୍ୱାର ଟା ଯଦି ମୁଁ ନଉଛି ମାନେ 25 ଯଦି ମୁଁ ନେଇଯାଉଛି ଏଇଟା ମୋର ଉପରେ କେତେ ରହିଯିବ 5 ର ସ୍କ୍ୱାର ପଇଲା ମାନେ କେତେ 5 ଟୁ ଦ ପାୱାର 198 ବୁଝିପାରିଲ ସେଇଭଳି ଏଇଥିରୁ 25 ମୁଁ ନେଇଯାଇଛି ମାନେ ତଳେ ମୋର ଅଛି 4 ଓକେ ନେକ୍ସଟ ମୁଁ କଣ କରିବି ନା 25 ସେମିତି ଥାଉ ଏଇ ଯୋଉ 5 ଟୁ ଦ ପାୱାର 198/4 ଏଇଟା ତ ମୋର କେତେ 1 ହଉଛି ନା ତ 1 ଟୁ ଦ ପାୱାର 198/4 ଟା ଆମର କେତେ ହେଇକି 1 ହେଇଯିବ ତାପରେ ଏଇ ଯୋଉ 25 ଟା ନେଇଥିଲେ କମନ ସେଇଟା ଗୁଣିଦବା ୟା ସହିତ ତ ଏଠି ମୋର ରିମାଇଣ୍ଡର 25 ଆସିବ ବୁଝିପାରିଲ ତ କେମିତି କରିବ ଏଇଟା ତ ଆଜିର ଭିଡିଓରେ ଆମେ ପଜିଟିଭ ରିମାଇଣ୍ଡର ନେଗେଟିଭ ରିମାଇଣ୍ଡର ଏବଂ ରିମାଇଣ୍ଡର ଥିଓରମର ସବୁ ବେସିକ କେମିତି ରହୁଛି ଏବଂ କ୍ୱେଶ୍ଚିନ୍ କିପରି କରିପାରିବେ ସେଗୁଡିକ ସବୁ ଆଲୋଚନା କଲେ ମୁଁ ଆଶା କରୁଛି ଭିଡିଓଟି ଆପଣଙ୍କୁ ଭଲ ଲାଗିଥିବ ତ ନିଜର ଫ୍ରେଣ୍ଡସ୍ ମାନଙ୍କ ସହିତ ସେୟାର କରିବା ଭୁଲିବେନି
ଏବଂ ପୂର୍ବରୁ ଆମେ ଯୋଉ ବେସିକ୍ ପାର୍ଟ ବି ଆଲୋଚନା କରିଛନ୍ତି ସେଗୁଡିକ ବି ଦେଖିଦେବେ। ଓକେ? ତ ଦେଖା ହବା ନେକ୍ସଟ ଭିଡିଓରେ। ଆପଣ ଯୋଉ ବି ପରୀକ୍ଷା ପାଇଁ ପ୍ରିପାରେସନ କରୁଛନ୍ତି ବେଷ୍ଟ ଅଫ୍ ଲକ୍। ଥ୍ୟାଙ୍କ ୟୁ।